ବାଲେଶ୍ୱରରୁ ପ୍ରକାଶିତ ଦୈନିକ ଖବରକାଗଜ ଅପରାହ୍ନର ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତା ମେ 31 ତାରିଖ ଓ ଜୁନ 1 ତାରିଖ 2 ଦିନ ଧରି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଓ କବିତା କୁମ୍ଭ 2025 ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ 400 ଲେଖକ, ଲେଖିକା, କବି, ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ ଯୋଗଦେବେ। ଏଥିସହିତ ରାଜ୍ୟ ବାହାରେ ଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ମଧ୍ୟ ଯୋଗଦାନ କରିବେ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅପରାହ୍ନର ସମ୍ପାଦକ ବଂଶୀଧର ଜେନା ସୂଚନା ଦେଇଛନ୍ତି। 31 ତାରିଖ ସକାଳେ ଉଦ୍ଘାଟନୀ ଉତ୍ସବରେ ବାଲେଶ୍ୱର ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ପକ୍ଷରୁ ପ୍ରକାଶିତ 25 ଜଣ ଲେଖକ ଓ କବିଙ୍କ ରଚିତ 28 ଖଣ୍ଡ ପୁସ୍ତକ ଉନ୍ମୋଚିତ ହେବ। ପରେ ଆରମ୍ଭ ହେବ କବିତା କୁମ୍ଭ। ଏଥିରେ ପ୍ରାୟ 300ରୁ ଉର୍ଦ୍ଧ୍ୱ କବି ସେମାନଙ୍କର ସ୍ୱରଚିତ କବିତା ପାଠ କରିବେ। ତେବେ ଗୋଟିଏ ମଞ୍ଚର ଏକାଦିନେ ଏତେ ସଂଖ୍ୟକ କବିଙ୍କ ଦ୍ୱାରା କବିତା ପାଠ ହେବା ସମଗ୍ର ରାଜ୍ୟରେ ପ୍ରଥମ ବୋଲି ଶ୍ରୀ ଜେନା କହିଛନ୍ତି। କବିତା କୁମ୍ଭରେ 20ଟି ଶ୍ରେଷ୍ଠ କବିତା ଚୟନ ସହ ପୁରସ୍କୃତ କରାଯିବାର ନିଷ୍ପତ୍ତି ସମ୍ପର୍କରେ ସେ ସୂଚନା ଦେଇଥିଲେ। ସେହିପରି ଦ୍ୱିତୀୟ ଦିବସରେ ଅପରାହ୍ନ ପରିବାରର 30ଟି ଜିଲ୍ଲାରେ ଥିବା ସଂଯୋଜକଙ୍କୁ ନେଇ ସାରସ୍ୱତ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ସଂଯୋଜକଙ୍କ ସହିତ ପ୍ରତ୍ୟେକ ଜିଲ୍ଲାରୁ ମନୋନୀତ ମୋଟ 120 ଜଣ ବ୍ୟକ୍ତିତ୍ୱଙ୍କୁ ସୃଜନଶୀଳ 2025 ସମ୍ମାନ ପ୍ରଦାନ କରାଯିବ। 2 ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ରାଜନେତା, ପ୍ରଶାସକ, ବରିଷ୍ଠ ଲେଖକ, କବି, ଗାଳ୍ପିକ, ସ୍ତମ୍ଭକାର ପ୍ରମୁଖ ଯୋଗଦେବେ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଆମେ ଅପରାହ୍ନ ପରିବାର ପକ୍ଷରୁ ଅପରାହ୍ନ ସମ୍ବାଦ ପରିବାର ପକ୍ଷରୁ ସାରା ରାଜ୍ୟରେ ଆମେ ସାରସ୍ୱତ କାର୍ଯ୍ୟକ୍ରମ ଜାରି ରଖିଛୁ। ସେହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅପରାହ୍ନ ବାର୍ଷିକ ଉତ୍ସବ ଅବସରରେ ଆମେ ରାଜ୍ୟସ୍ତରୀୟ ବାଲେଶ୍ୱରରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ କରୁଛୁ। ଆସନ୍ତା ମଇ 31 ତାରିଖ ଓ ଜୁନ 1 ତାରିଖ ଏ 2 ଦିନ ବ୍ୟାପୀ ଆମେ ଏଇଠି ଉତ୍ସବ କରୁଛୁ। ଏଥିରେ ରାଜ୍ୟରୁ 30 ଜିଲ୍ଲାରୁ ପାଖାପାଖି 400 ଅତିଥି ମାନେ ସାହିତ୍ୟିକ, ଲେଖକ, ସାମ୍ବାଦିକ, ସମାଜସେବୀ ସେ ଆସୁଛନ୍ତି। 31 ତାରିଖ ଦିନ ଆସିବେ। ସେମାନେ 31 ତାରିଖ ରାତିରେ ରହଣି ବ୍ୟବସ୍ଥା ଅଛି। ଏଠି ରାତି ରହିବା ସହିତ 1 ତାରିଖ ଦିନ କାର୍ଯ୍ୟକ୍ରମ ସରିଲା ପରେ ସେମାନେ ଯିବେ। ଏଥିରେ ଆମେ ସବୁ କବିତା କୁମ୍ଭ, ଯେଉଁଟାକି ବହୁତ ଦିନ ଆମେ ପ୍ରଚାର କରୁଛୁ କବିତା କୁମ୍ଭ ବୋଲି, ସେ କବିତା କୁମ୍ଭ ହେବ। ଏଥିରେ ପାଖାପାଖି 300 31 ତାରିଖ ଦିନ ଶନିବାର ଦିନ 300 କବି କବୟିତ୍ରୀ ସେମାନଙ୍କର କବିତା ପାଠ କରିବେ ଏବଂ ସୃଜନଶ୍ରୀ ସମ୍ମାନ ମଧ୍ୟ ଆମେ 120 ଜଣଙ୍କୁ ସୃଜନଶ୍ରୀ ସମ୍ମାନ ଦେଉଛୁ। ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ଏକକାଳୀନ ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଏକକାଳୀନ 28 ଗୋଟି ବହି ପ୍ରକାଶନ କରାଯାଇଛି, ତାର ମଧ୍ୟ ଉନ୍ମୋଚନ ହେବ। କବିତା କୁମ୍ଭଟା ଏତେ ସଂଖ୍ୟକ ରାଜ୍ୟରେ କେବେ କରିନାହାନ୍ତି। ଆମେ ଚେଷ୍ଟା କରୁଛୁ ବାଲେଶ୍ୱରରେ ଫକୀରମୋହନଙ୍କ ମାଟି ଏଠୁ ଆରମ୍ଭ କରିଛୁ ଯେ ଏକକାଳୀନ ଏତେ ଲୋକ କବିତା ପଢ଼ିବେ। ସେଇଟା କଥା ଆମେ ସମସ୍ତଙ୍କ ସହଯୋଗରେ ହେବ, ସମସ୍ତଙ୍କ ସହଯୋଗ କାମନା କରିବି। ଏଇଭଳି ଆମେ 2 ଦିନ କାର୍ଯ୍ୟକ୍ରମରେ ଆମର କରାଯାଉଛି ଏବଂ ଆପଣମାନଙ୍କର ସମସ୍ତ ସହଯୋଗ କରୁଛୁ ଏବଂ ସହଯୋଗ କରି ଆମେ ଏହି କାର୍ଯ୍ୟକ୍ରମ ସଫଳ କରିବା ଏବଂ ବାଲେଶ୍ୱରକୁ ଆଉ ଟିକେ ଆଗେଇ ନେଇଯିବା ସାହିତ୍ୟ। ଏହି ଉତ୍ସବ ଆୟୋଜନ ପାଇଁ ଗଠିତ ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ୍ ଭାବେ ସୁଲଗ୍ନା ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ୍ ଡକ୍ଟର ଘନଶ୍ୟାମ ବିଶ୍ୱାଳ ଥିବାବେଳେ ସମ୍ପାଦକ ଭାବେ ନିଜେ ଶ୍ରୀ ଜେନା, ସହଯୋଗୀ ସମ୍ପାଦିକା ଭାବେ ଲକ୍ଷ୍ମୀପ୍ରିୟା ଦାସ, ବରିଷ୍ଠ ଉପଦେଷ୍ଟା ଭାବେ ବାଲେଶ୍ୱର ପ୍ରେସ୍ କ୍ଲବର ସଭାପତି ବିପ୍ଳବ କୁମାର ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ବାଗ ରହିଛନ୍ତି। ସହଯୋଗୀ ସଦସ୍ୟ ଭାବେ ରାଧାବଲ୍ଲଭ ମଣ୍ଡଳ, ସଂଘମିତ୍ରା ମହାନ୍ତି, ଅଞ୍ଜନ କୁମାର ଦାସ, ସୁଶାନ୍ତ ପ୍ରଧାନ, ମନୋଜ କୁମାର ଭୂୟାଁ, ସମରେନ୍ଦ୍ର ବାରିକ, ଆର୍ଯ୍ୟବ୍ରତ ଦାସ, ସୁଚିସ୍ମିତା କର, ଆଶିଷ ସେଠୀ, ରଶ୍ମିତା ପ୍ରମାଣିକ ପ୍ରମୁଖ ରହିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ପ୍ରେସ୍ କ୍ଲବର ସଭାପତି ଶ୍ରୀ ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ବାଗ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।